ଭଞ୍ଜନଗର ଥାନାରେ ତୃତୀୟ ମୋବାଇଲ ମେଳା। ଭଞ୍ଜନଗରରେ ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କର ଚିନ୍ତା ବଢି ଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଜ୍ଞାନିକ ଜ୍ଞାନକୌଶଳ ଉଦ୍ଭାବନ ପୋଲିସ ସମେତ ଗୁଇନ୍ଦା ବିଭାଗକୁ ତଦନ୍ତରେ ସାହାଯ୍ୟ କରୁଛି। ନୂଆ ବୈଷୟିକ ଜ୍ଞାନକୌଶଳ ଭଞ୍ଜନଗର ପୋଲିସ ମଧ୍ୟ ସଫଳତା ଆଣିଦେଇଛି। ଭଞ୍ଜନଗର ପୋଲିସ ରବିବାର ହଜିଯାଇଥିବା ଆଉ 35ଟି ମୋବାଇଲ ଉଦ୍ଧାର କରି ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର କରିଛି। ଏଥିସହ ଚଳିତ ବର୍ଷ ଭଞ୍ଜନଗର ପୋଲିସ 3ଟି ଏହିଭଳି ମୋବାଇଲ ଉଦ୍ଧାର ମେଳା କରି 165 ଜଣ ହିତାଧିକାରୀଙ୍କୁ ଫୋନ ହସ୍ତାନ୍ତର କରିଛି। ପୋଲିସର ଏଭଳି ସଫଳତାକୁ ନେଇ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି। ଉଦ୍ଧାର ମୋବାଇଲ ମଧ୍ୟରୁ ଆନ୍ଧ୍ରପ୍ରଦେଶର 10 ଜଣ ହିତାଧିକାରୀ ଅଛନ୍ତି। ଆଜି ମୋବାଇଲ ହସ୍ତାନ୍ତର ମେଳାରେ ସେମାନେ ଉପସ୍ଥିତ ହୋଇପାରିନଥିବା ଯୋଗୁଁ ସେମାନଙ୍କୁ ଡାକ ଯୋଗେ ଫୋନ ପଠାଇବାର ବ୍ୟବସ୍ଥା କରାଯାଇଛି। ପ୍ରାୟ 40 ଲକ୍ଷ ଟଙ୍କାର ମୋବାଇଲ ଫୋନ ଇତିମଧ୍ୟରେ ଉଦ୍ଧାର ହୋଇଛି। ଗଞ୍ଜାମ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଯାଞ୍ଚ କରି ହଜିଯାଇଥିବା ମୋବାଇଲ ଉଦ୍ଧାର କରାଯାଇଛି। 165 ମୋବାଇଲ ଆଜି ସୁଦ୍ଧା ଉଦ୍ଧାର ହୋଇଛି। ଆଗକୁ ମଧ୍ୟ ଏହିଭଳି ଉଦ୍ଧାର ପ୍ରକ୍ରିୟା ଜାରି ରହିବ ବୋଲି ରବିବାର ଭଞ୍ଜନଗର ଥାନାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍ଡିପିଓ ଡକ୍ଟର ଦୀପକ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଏହି ଅବସରରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ୍ଆଇ ସମୀର କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ମୋବାଇଲ ମୋର ଯାତ୍ରାରେ ହଜି ଯାଇଥିବାରୁ ମୁଁ ଆଜି ସାର୍ଙ୍କ ଥାନାରେ ଅଫିଆର ଦେଇଥିଲି, ମିଳିଲା। ଖୁସି ଅଛି ମୁଁ ଆଜି ବହୁତ। ଭଞ୍ଜନଗରରେ ବି ଯାତ୍ରା ହେଲା, ଠାକୁରାଣୀ ଯାତ୍ରା। ସେଇ ସମୟରେ ଯାତ୍ରା ପଡ଼ିଯାଇଥିଲା, ଏବେ ମିଳିଲା। ଖୁସି ଅଛୁ ବହୁତ। ବିଶ୍ୱାସ ଥିଲା ସାର୍ ମିଳିବ ବୋଲି। ଗଞ୍ଜାମ ଏସ୍ପି ସାର୍ଙ୍କ ନେତୃତ୍ୱରେ ଗଞ୍ଜାମ ପୋଲିସର ଲୋକ ଅଭିମୁଖୀ ଯେଉଁ ପ୍ରଶାସନ ଅଛି, ପୋଲିସିଂ ଅଛି, ସେଥିରେ ଗୋଟେ ମୁଖ୍ୟ ଧାରା ହେଉଛି ଏଇ ଯେଉଁ ମୋବାଇଲ ଫେରସ୍ତ କରିବା ଲୋକମାନଙ୍କୁ। ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନାରେ, କେବଳ ଭଞ୍ଜନଗର ଥାନାରେ ଏବଂ ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନାଙ୍କର ସ୍ୱତନ୍ତ୍ର ଯେଉଁ ଦୃଷ୍ଟି ଅଛି, ଉତ୍ସୁକତା ଅଛି, ଇଚ୍ଛା ଅଛି, ସେଥିରେ ଆଜି ପର୍ଯ୍ୟନ୍ତ ପାଖାପାଖି 165ଟା ମୋବାଇଲ ନାମୀ ଦାମୀ କମ୍ପାନୀର ସ୍ମାର୍ଟଫୋନ୍ ହଜିଯାଇଥିବା, ସ୍ଥଳବିଶେଷରେ ଚୋରି ହୋଇଥିବା ଫୋନ୍ ରିକଭରି କରିକି ଆମେ ଲୋକମାନଙ୍କୁ ଫେରାଇବାର ପ୍ରଯତ୍ନ କରିଛୁ। ଏବଂ ଏହି ସୂତ୍ରରେ ଆଜି ଆମେ ଗୋଟେ ମେଳା ଆୟୋଜନ କରିକି ଏସ୍ପି ସାର୍ଙ୍କ ନିର୍ଦ୍ଦେଶରେ 35 ଗୋଟି ଫୋନ୍, ଯେଉଁଥିରେ କି ଆପଣଙ୍କର ସାମସଙ୍ଗ ସ୍ମାର୍ଟଫୋନ୍, ଆଇଫୋନ୍ ସ୍ମାର୍ଟଫୋନ୍, ଓପୋ, ଭିଭୋ ଏବଂ ଅନ୍ୟାନ୍ୟ ସବୁ ମୋଟୋରୋଲା ଦାମୀ ନାମୀ କମ୍ପାନୀର ହାଇ ଏଣ୍ଡ ଫୋନ୍ ସବୁ ଆମେ ରିକଭରି କରିଛୁ। କରିକି ଆଜି ଗୋଟେ ମେଳାର ଫେରଣ ମେଳାର ଗୋଟେ ଆୟୋଜନ କରୁଛୁ। ଲୋକମାନେ ଆସିଛନ୍ତି, ତାଙ୍କୁ ଆମେ ଫେରସ୍ତ କରିବୁ। ଏବଂ ଏଇ ଯେଉଁ ଜନାଭିମୁଖୀ କାର୍ଯ୍ୟକ୍ରମ ଅଛି, ଏଇଟା ଆଗାମୀ ଦିନମାନଙ୍କରେ ମଧ୍ୟ ଜାରି ରହିବ। ଏବଂ ଏଇ 35 ଗୋଟି ମିଶାଇଲେ ଆମେ ଟୋଟାଲ ଏଇଟା ଆମର ହେଲା 165 ମୋବାଇଲ ଆମେ ଫେରାଇଲୁଣି ନାମୀ ଦାମୀ କମ୍ପାନୀର। 165 ମୋବାଇଲର ଆପାତତଃ ମୂଲ୍ୟ 40 ଲକ୍ଷ ପାଖାପାଖି ଟଙ୍କା ହେବ, କିନ୍ତୁ ଆଭରେଜ ପକାଯାଏ। ଆଜି 8 ଲକ୍ଷ ଟଙ୍କାର ମୋବାଇଲ ଫେରା ହେଉଛି ଏବଂ ଏଇଟା ଆମେ ମଧ୍ୟ ଜାରି ରଖିବୁ। ଲୋକମାନଙ୍କର ସେବାରେ ଭଞ୍ଜନଗର ପୋଲିସ ସଦା ବ୍ରତୀ ଅଛି। ଏ କାମ ମଧ୍ୟ ଆଗକୁ ଜାରି ରହିବ। ଲୋକମାନଙ୍କର ପ୍ରାୟ ହଜେ ବସଷ୍ଟାଣ୍ଡରେ, ବସ୍ରେ, ପାର୍କରେ, ବିଭିନ୍ନ ସେଲ୍ ଯେଉଁ ଦୋକାନମାନଙ୍କରେ ସେଲ୍ ପଏଣ୍ଟରେ ଲୋକ ଯାଆନ୍ତି, ହଜେଇ ଦିଅନ୍ତି। ଏବଂ ଯେଉଁମାନେ ବି ନେଇଯାଆନ୍ତି ଯେ ତାଙ୍କର ମାନସିକତା ଚୋର ରହିଥାଏ, ସେମିତି କିଛି ନାହିଁ। ଗୋଟେ ଅନଭିଜ୍ଞତା ପାଇଁ ବି ଲୋକ ନେଇଯାଆନ୍ତି, ତ ସେମାନେ ତାକୁ ୟୁଜ୍ କରନ୍ତି ବା ତାଙ୍କର ଆଉ ଜଣେ କିଏ ୟୁଜ୍ କରିଥାଏ। ଆମେ ତାକୁ ପରବର୍ତ୍ତୀ ମୁହୂର୍ତ୍ତରେ ଆମର ବିଭିନ୍ନ ସୋର୍ସ ଏନଗେଜ୍ କରିକି ଆମେ ତାକୁ ରିକଭରି କରୁ। ଆଜିକି 1.5 ମାସ ତଳେ ମୋବାଇଲ ମୋର ହଜିଯାଇଥିଲା, କେସ୍ ଦେଇଥିଲି। ତ ଆଜି ସାର୍ ଫୋନ୍ କଲେ କାଲି ରାତିରେ, ତମ ମୋବାଇଲ ମିଳିଯାଇଛି, ଆସିକି ନେଇଯାଅ। ମୁଁ ଆଜି ବହୁତ ଖୁସି। ତ ଏମିତି ଭଞ୍ଜନଗରକୁ ଏମିତି ପୋଲିସ ଷ୍ଟେସନ ରହିବା ଦରକାର। ବହୁତ ଖୁସି ମୁଁ ଆଜି, ମୋବାଇଲ ମିଳିଯାଇଛି, ବହୁତ ଖୁସି। ପୁରୁଣା ଜିନିଷକୁ ମୁଁ ଆଜି ଯେଉଁ ଜିନିଷ ହରେଇଥିଲି ଆଜି ମୁଁ ପାଇଛି, ତାଠୁ ବଡ଼ ଜିନିଷ କୋଉଟା ଇଏ ନୁହଁ। ଆଶା ରଖିନଥିଲି, 100ରୁ 9% ଆଶା ରଖିନଥିଲି ମୁଁ ପାଇବି ବୋଲି। ଆଜି ମୁଁ ପାଇଛି, ବହୁତ ଖୁସି। ତ ପୋଲିସ ଷ୍ଟେସନକୁ ଧନ୍ୟବାଦ। ସବୁ ସାର୍ ମାନେ ଯେଉଁ ପରିଶ୍ରମ କରି ଦେଇଛନ୍ତି ମୋତେ, ଜଗନ୍ନାଥ ତାଙ୍କ ପରିବାରକୁ ସବୁଦିନ ପାଇଁ ଖୁସିରେ ରଖନ୍ତୁ। ଜୟ ଜଗନ୍ନାଥ। ସୂର୍ଯ୍ୟକାନ୍ତି ଗୌଡ଼, ଆମର ଜିରାବାଡ଼ି। ମୋବାଇଲ ହଜିଯାଇଥିଲା, ମୋବାଇଲ ସାର୍ ଫୋନ୍ କରିଥିଲେ ମୋବାଇଲ ନେବା ପାଇଁ ଆସିଥିଲି। ଆଜ୍ଞା, ବହୁତ ଖୁସି ଆଜ୍ଞା। ଆଜ୍ଞା ଆଜ୍ଞା। ଆପଣ କଣ କହିବେ ଲୋକମାନଙ୍କୁ?
ଏ ଲୋକମାନଙ୍କୁ ସାହାଯ୍ୟ କରିଥିବାରୁ ପୋଲିସ ଆଜ୍ଞା ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ 2 ମାସ ହେଲା ହଜି ଯାଇଥିଲା ଠାକୁରାଣୀ ଯାତ୍ରାରେ। ଆଉ ଗରିବ ଲୋକ ଆଜ୍ଞା ଆମେ ମୋବାଇଲରେ ଦେଇଥିବାରୁ ଆଜ୍ଞା ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ସୁନିଲ ଡାଲତିଆ ଜାମପଲ୍ଲୀରୁ କହୁଛି, ଭଞ୍ଜନଗର ଜାମପଲ୍ଲୀରୁ। କ'ଣ ହେଇଥିଲା? ମୋର ଠାକୁରାଣୀ ଯାତ୍ରା ସମୟରେ ମୋବାଇଲଟା ହଜି ଯାଇଥିଲା। ମୁଁ ଆସିଥିଲି ଥାନାରେ ଏଫଆଇଆର ଗୋଟେ କରିଥିଲି। ତାପରେ ପୁଲିସ ଷ୍ଟାଫକୁ ମୁଁ ଧନ୍ୟବାଦ ଦେବି, ମାନେ ଯେଉଁ ପରିଶ୍ରମ କରିକି ଯେଉଁ ମୋବାଇଲ ଆମକୁ ମୁଁ ଆଜି ବହୁତ ଖୁସି। ମୋର ମାସେ ବି ହେଇନି ମୋବାଇଲ କିଣିବାର। ଆଉ ଆଜି କାଲି ସାର୍ ଫୋନ୍ କରିଥିଲେ ଯେ ଆପଣ ମୋବାଇଲ ମିଳିଯାଇଛି, ଆଉ ଆପଣ ଆସିକି ନିଅନ୍ତୁ ବୋଲି। ଏତିକି ମାନେ ମୁଁ ପୁଲିସ ଷ୍ଟାଫକୁ ଧନ୍ୟବାଦ ଦେବି। ଏମିତି ଭଞ୍ଜନଗରରେ ଏମିତିକାର ପୁଲିସ ଷ୍ଟେସନ ମାନେ ଗୋଟେ ରହିବା ନିହାତି ଦରକାର। ଆଉ ମୁଁ ଆଜି ବହୁତ ଖୁସି ଅଛି। ଆଉ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି, ଯଦି କାହାର କ'ଣ କିଛି ମୋବାଇଲ ହଜିଲା ତାହେଲେ ଆସିକି ଆମ ଭଞ୍ଜନଗର ପୋଲିସ ଷ୍ଟେସନରେ ଏଫଆଇଆର ଗୋଟେ କରନ୍ତୁ। ଆଉ ତାର କିଛି ଦିନ ଟାଇମ୍ ଦେଲା ପରେ ସାର୍ ସେଟା ରିକଭର କରି ଆପଣଙ୍କୁ ରିଟର୍ନ କରିବେ। ଏତିକି ବାସ୍। ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।